ନମସ୍କାର ପ୍ରିୟ ହୋମିଓପାଥ ବନ୍ଧୁଗଣ। ହୋମିଓ ହିଲିଂସର ଏହି ଅଧ୍ୟାୟକୁ ଆପଣମାନଙ୍କୁ ଡାକ୍ତର ବିପିନ ସାମନ୍ତରାୟର ସାଦର ସ୍ୱାଗତ। ଏହି ଶୃଙ୍ଖଳାରେ ଆମେ ହୋମିଓପାଥି ଔଷଧ ଗୁଡ଼ିକର ବିଚିତ୍ର ବା ଅସ୍ୱାଭାବିକ ଲକ୍ଷଣମାନଙ୍କୁ ଆଲୋଚନା କରିବା। ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଗୋଟିଏ ଉପଯୁକ୍ତ ଔଷଧ ନିର୍ବାଚନ କରିବା ପାଇଁ ଆମମାନଙ୍କୁ ଔଷଧମାନଙ୍କର ଚରିତ୍ରଗତ ବା କ୍ୟାରେକ୍ଟରିଷ୍ଟିକ୍ସ ଲକ୍ଷଣମାନଙ୍କ ଉପରେ ନିର୍ଭର କରିବାକୁ ହୋଇଥାଏ, ଯାହାକି ରୋଗୀର ସାମଗ୍ରିକ ଲକ୍ଷଣମାନଙ୍କ ସହ ସଦୃଶ ହୋଇଥିବା ଆବଶ୍ୟକ। ତେବେ ବେଳେବେଳେ ଔଷଧ ଗୁଡ଼ିକର ଏପରି କେତେକ ଲକ୍ଷଣ ଆମେ ଦେଖୁ ଯାହା ଆମକୁ ଅସ୍ୱାଭାବିକ ମନେ ହୁଏ। ଉଦାହରଣ ସ୍ୱରୂପ, ରୋଗୀର ଅତ୍ୟନ୍ତ ଉତ୍ତପ୍ତ ଅବସ୍ଥା ଅଥଚ ସେ ତୃଷାହୀନ। ହୁଏତ ଦେହ ଖୁବ ଥଣ୍ଡା, ମାତ୍ର ରୋଗୀ ଘୋଡ଼େଇ ହେବାକୁ ଚାହେଁନା। ଏହିପରି ଅନେକ ବିଚିତ୍ର ଲକ୍ଷଣମାନ ରହିଛି ଯାହାକି ଗୋଟିଏ ଔଷଧର ସ୍ୱାତନ୍ତ୍ର ପ୍ରକାଶ କରିଥାଏ। ଏହିପରି ଲକ୍ଷଣମାନ ଔଷଧଟିର ଗୁରୁତ୍ୱ ପ୍ରକାଶ କରିଥାଏ ଏବଂ ଏହା ଉପରେ ନିର୍ଭର କରି ଆମେ ଔଷଧ ବିଧାନ କଲେ ଚମତ୍କାର ଫଳପ୍ରାପ୍ତ ହୋଇଥାଉ। ଆସନ୍ତୁ ଏହି ଶୃଙ୍ଖଳାରେ ଆମେମାନେ ଏହିପରି ପିକୁଲିଆ ବା ଅଜବ ଲକ୍ଷଣମାନଙ୍କୁ ଆଲୋଚନା କରି ମନେ ରଖିବା ଏବଂ ଉପଯୁକ୍ତ ଭାବେ କାମରେ ଲଗେଇବା। ଆମେମାନେ ଏହାକୁ କ୍ରମାଗତ ଭାବରେ ଭାଗ ଭାଗ କରି ଆଲୋଚନା କରିବା। ସେକ୍ସୁଆଲ ଡିଜାୟାର ଇନକ୍ରିଜଡ ଆଫ୍ଟର ପାରାଲିସିସ୍, ସାଇଲିସିଆ ଅର୍ଥାତ୍ ପାରାଲିସିସ୍ ବା ପକ୍ଷାଘାତ ରୋଗ ହେବା ପରେ ତାର ଯୌନ ଇଚ୍ଛା ବୃଦ୍ଧି ପାଏ। ଏଥିରେ ସାଇଲିସିଆ ଏକମାତ୍ର ଔଷଧ। ଇରେକ୍ସନ ଅନ୍ କଫିଂ, କାଶ ହେଲା ପରେ ତାର ଇରେକ୍ସନ ହୁଏ। କାନାବିସ୍ ସାଟିଭା ଏବଂ କାନ୍ଥାରିସ୍ predicts something to happen and it happens। ଏହା ହେଉଛି ମେଡୋନିୟମର ଏକ ବିଚିତ୍ର ଲକ୍ଷଣ, ଅର୍ଥାତ୍ କିଛି ଗୋଟାଏ ଘଟିବ ବୋଲି ସେ ଆଗରୁ ପୂର୍ବାନୁମାନ କରେ ଏବଂ ବାସ୍ତବରେ ତାହା ମଧ୍ୟ ଘଟେ। ଟୁଥେକ୍ ଆମେଲିଏସନ ବାଇ କୋଇସନ, ସହବାସ ଦ୍ୱାରା ତାର ଦାନ୍ତ ବ୍ୟଥା ଉପଶମ ମିଳେ। ଏହା ହେଉଛି କାମ୍ଫରର ଲକ୍ଷଣ। କଫ୍ ଆମେଲିଏଟେଡ୍ ବାଇ ଡ୍ରିଙ୍କିଂ କୋଲ୍ଡ ୱାଟର, ଅର୍ଥାତ୍ ଥଣ୍ଡା ପାଣି ପିଇଲେ କାଶର ଉପଶମ ହୁଏ। ଏହା ହେଉଛି କଷ୍ଟିକମର ଲକ୍ଷଣ। ଟୁଥେକ୍ ଆମେଲିଏସନ ବାଇ ହୋଲ୍ଡିଂ ଆଇସ୍ କୋଲ୍ଡ ୱାଟର ଇନ୍ ଦି ମାଉଥ, ଏହା ହେଉଛି କଫିଆର ବିଚିତ୍ର ଲକ୍ଷଣ। ଥଣ୍ଡାରୁ ସିନା ଦାନ୍ତ ବ୍ୟଥା ବଢ଼େ, କିନ୍ତୁ ବରଫ ଶୀତଳ ଜଳ ପାଟିରେ ଭର୍ତ୍ତି କରି ରଖିଲେ ତାର ଦାନ୍ତ ବ୍ୟଥାର ଉପଶମ ହୁଏ। ସେଲର୍ସ ସଫର ଫ୍ରମ୍ ଆଜମା ଅନ୍ ଶୋର୍, ଏଥିରେ ଔଷଧ ହେଉଛି ବ୍ରୋମିୟମ। ଅର୍ଥାତ୍ ବ୍ରୋମିୟମର ବିଚିତ୍ର ଲକ୍ଷଣ ଏହି ଯେ ନାବିକମାନେ ସମୁଦ୍ର ମଧ୍ୟରେ ଥିବା ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ଠିକ୍ ଥାଏ ବା ସେମାନେ ଶ୍ୱାସକଷ୍ଟ ଭୋଗନ୍ତି ନାହିଁ, ମାତ୍ର କୂଳକୁ ଆସିଲା ପରେ ସେମାନଙ୍କର ଶ୍ୱାସ ରୋଗ ଦେଖାଦିଏ। ହ୍ୟାଙ୍ଗିଂ ଡାଉନ୍ ବଡି ପାର୍ଟସ୍ ଆମେଲିଓରେଟ୍, ଏହା ହେଉଛି କୋନିୟମର ଲକ୍ଷଣ। ଅର୍ଥାତ୍ ଶରୀରର କୌଣସି ଅଂଶକୁ ଝୁଲେଇ ରଖିଲେ ତାକୁ ଉପଶମ ମିଳେ। ଆସ୍ଥମା ରିଲିଭଡ୍ ବାଇ ରକିଂ, କାଲିକା, କାଲିକା ରୋଗୀ ଆଗକୁ ପଛକୁ ହୋଇ ଝୁଲିଲେ ତାର ଶ୍ୱାସକଷ୍ଟ ଉପଶମ ହୁଏ। ବେଣ୍ଡିଂ ହେଡ୍ ବ୍ୟାକ୍ ଆମେଲିଓରେଟ୍, ହାଇପେରିକମ୍ ଏବଂ ସେନେଗା ଉଭୟ ପଛପଟକୁ ମୁଣ୍ଡ ବଙ୍କେଇ ରଖିଲେ ସେମାନଙ୍କର ଉପଶମ ମିଳେ। କ୍ୟାନ୍ ୟୁରିନେଟ୍ ଓନ୍ଲି ଅନ୍ ଲାଇଂ ପୋଜିସନ୍, ଶୋଇବା ଅବସ୍ଥାରେ କେବଳ ସେ ପରିସ୍ରା କରିପାରେ। ଏହା ହେଲା କ୍ୟୁରୋଜେଟ୍ର ବିଚିତ୍ର ଲକ୍ଷଣ। ଭୋମିଟିଂ ଲାଇଂ ଅନ୍ ଏନି ସାଇଡ୍ ଏକ୍ସେପ୍ଟ ଦି ରାଇଟ୍, ଏଥିରେ ଔଷଧ ହେଉଛି ଆଣ୍ଟିମଟାଟ୍। ଅର୍ଥାତ୍ ଆଣ୍ଟିମଟାଟ୍ ରୋଗୀ ଡାହାଣ ପଟ ମାଡ଼ି ଶୋଇବା ଅପେକ୍ଷା ଅନ୍ୟ ଯେକୌଣସି ପୋଜିସନରେ ଶୋଉ ତାର ଭୋମିଟିଂ ହୁଏ ବା ବାନ୍ତି ହୁଏ। ଭର୍ଟିଗୋ ଆମେଲିଏଟେଡ୍ ବାଇ ହୋଲ୍ଡିଂ ହେଡ୍ ଷ୍ଟେଡିଲି ବାଇ ବୋଥ୍ ହ୍ୟାଣ୍ଡ, କୋନିୟମ ରୋଗୀ ନିଜର ମୁଣ୍ଡକୁ ଦୁଇ ହାତରେ ସ୍ଥିର କରି ଧରି ରଖିଲେ ତାର ମୁଣ୍ଡ ଘୁରାରେ ଉପଶମ ମିଳେ। ଭର୍ଟିଗୋ ରିଲିଭଡ୍ ବାଇ ଏପିଷ୍ଟାକ୍ସିସ୍, ଅର୍ଥାତ୍ ନାକରୁ ରକ୍ତସ୍ରାବ ହେଲେ ବ୍ରୋମିୟମ ରୋଗୀର ମୁଣ୍ଡ ଘୁରା ଉପଶମ ହୁଏ। ଟୁଥେକ୍ ରିଲିଭଡ୍ ବାଇ ଡ୍ରଇଂ ଏୟାର ଇଣ୍ଟୁ ଦି ମାଉଥ, ମେଜେରମ ରୋଗୀ ଯଦି ମୁହଁ ଖୋଲି ରଖି ଭିତରକୁ ବାୟୁ ଶୋଷେ ତାହେଲେ ତାର ଦାନ୍ତ ବ୍ୟଥାରେ ଉପଶମ ମିଳେ। ପ୍ରୋଟ୍ରୁଡିଂ ଟଙ୍ଗ ଆମେଲିଓରେଟ୍ ଅଲ୍ କମ୍ପ୍ଲେଣ୍ଟସ୍,
ଏହା ହେଉଛି ମେଡୋରିନମର ବିଚିତ୍ର ଲକ୍ଷଣ। ମେଡୋରିନମ ଜିଭକୁ ବାହାରକୁ କରି ରଖିଲେ ତାର ବିଭିନ୍ନ ପ୍ରକାର ଅସୁଖରେ ଆରାମ ମିଳେ। ଆପଣମାନେ ଜାଣନ୍ତି ମେଡୋରିନମର ଶ୍ୱାସକଷ୍ଟ ମୁହଁ ମାଡ଼ି ଶୋଇଲା ଅବସ୍ଥାରେ ରହିଲେ ବା ପେଟେଇବା ଅବସ୍ଥାରେ ରହିଲେ ତାକୁ ଆରାମ ମିଳେ। ହେଡେକ୍ ଆଣ୍ଡ ଭର୍ଟିଗୋ ରିଲିଭ୍ଡ ବାଇ ପ୍ରଫ୍ୟୁଜ୍ ୟୁରିନେସନ୍ ହେଉଛି ଜେଲସିମିୟମର ଲକ୍ଷଣ। ପ୍ରଚୁର ପରିମାଣରେ ତାର ପରିସ୍ରା ହେଇଗଲେ ତାର ମୁଣ୍ଡ ବ୍ୟଥା ଏବଂ ମୁଣ୍ଡ ଘୋରା ଉପଶମ ମିଳେ। କ୍ୟାନ୍ ୟୁରିନେଟ୍ ଓନ୍ଲି ଅନ୍ ପ୍ରେସିଂ ଦି ମସଲ୍ସ ଅଫ୍ ଦ ଆବଡୋମେନ୍। ମାଗ୍ମୁର ଏହି ବିଚିତ୍ର ଲକ୍ଷଣ ହେଉଛି ଯେ ପେଟର ମାଂସପେଶୀ ଗୁଡ଼ିକୁ ଚିପି ଧରିଲେ କେବଳ ସେ ପରିସ୍ରା କରିପାରେ। ପ୍ରୋଲାପ୍ସ ଅଫ୍ ୟୁଟେରସ୍ ରିଲିଭ୍ ବାଇ କୋଇସନ୍, ଏ ହେଉଛି ମାର୍ଶାଲର ଲକ୍ଷଣ। ୟୁଟେରସର ପ୍ରୋଲାପ୍ସ ସହବାସ ଦ୍ୱାରା କେବଳ ଉପଶମ ମିଳେ। ୟୁରେଥ୍ରା ବର୍ନସ୍ ହ୍ୱେନ୍ ନଟ୍ ୟୁରିନେଟିଂ ସିଜେସ୍ ଡ୍ୟୁରିଂ ୟୁରିନେସନ୍, ଅର୍ଥାତ୍ ପରିସ୍ରା କରିବା ସମୟରେ ତାର କିଛି ବ୍ୟଥା ହୁଏ ନାହିଁ, କିନ୍ତୁ ପରିସ୍ରା କରୁନଥିଲା ବେଳେ ତାର ପରିସ୍ରା ନଳୀରେ ଜ୍ୱଳନ ଦେଖାଦିଏ। ଏଟା ହେଉଛି ଷ୍ଟାଫିସେକ୍ଟର ବିଚିତ୍ର ଲକ୍ଷଣ। ନସିଆ ରିଲିଭ୍ଡ ବାଇ ପାସିଂ ଫ୍ଲାଟସ୍, ଏ ହେଉଛି ବେଲାଡୋନାର ଲକ୍ଷଣ, ଅର୍ଥାତ୍ ତାର ଯେଉଁ ବମି ବମି ଭାବ ବାୟୁ ନିଃସରଣ ଦ୍ୱାରା ତାକୁ ଉପଶମ ପାଏ। ହେଡେକ୍ ରିଲିଭ୍ଡ ବାଇ ସ୍କ୍ରାଚିଂ ହେୟାର, ମୁଣ୍ଡରେ କେଶକୁ କୁଣ୍ଡେଇଲେ ତାର ହେଡେକ୍ ବା ମୁଣ୍ଡ ବ୍ୟଥା ଉପଶମ ମିଳେ। ଏଟା ହେଉଛି ଫର୍ମିକା ରୁଫାର ଲକ୍ଷଣ। ଏବେ ଆସନ୍ତୁ ନେଟ୍ରାମିର ଔଷଧର ଆଉ କେତେକ ବିଚିତ୍ର ଲକ୍ଷଣ ଆମେ ଜାଣିନେବା। ଭିଜନ୍ ଡିମ୍ ଫିଭର ଡ୍ୟୁରିଂ, ଅର୍ଥ ନେଟ୍ରାମିର ଜ୍ୱର ସମୟରେ ଦୃଷ୍ଟିଶକ୍ତି କ୍ଷୀଣ ହୁଏ। ମ୍ୟୁଜିକ୍ ଆଗ୍ରାଭେଟ୍ସ, ବନ୍ଧୁଗଣ ସଙ୍ଗୀତ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ନେଟ୍ରାମିର ଏହାର ବିପରୀତ, ଅର୍ଥାତ୍ ମ୍ୟୁଜିକ୍ରେ ତାର ବୃଦ୍ଧି ଘଟେ। ଏକ୍ଜିମା ଆଗ୍ରାଭେଟେଡ୍ ଆଟ୍ ସିଶୋ, ଆମେ ଜାଣୁ ମେଡୋରିନମର ଶ୍ୱାସକଷ୍ଟ ସମୁଦ୍ର କୂଳରେ ବା ସମୁଦ୍ର ତଟରେ ବୃଦ୍ଧି ପାଏ, ମାତ୍ର ନେଟ୍ରାମିର ଏକ୍ଜିମା ସମୁଦ୍ର ତଟରେ ବୃଦ୍ଧି ପାଏ। ଡ୍ୟୁରିଂ କୋଇସନ୍ ସ୍ପର୍ମାଟିକ୍ ଡିସଚାର୍ଜ ଇଜ୍ କୋଲ୍ଡ, ବନ୍ଧୁଗଣ ସହବାସ ସମୟରେ ସାଧାରଣତଃ ବୀର୍ଯ୍ୟପାତ ଗରମ ହେଇଥାଏ, ମାତ୍ର ବିଚିତ୍ର ଲକ୍ଷଣ ନେଟ୍ରାମିର ଏହି ଯେ ତାର ବୀର୍ଯ୍ୟସ୍ରାବ ଥଣ୍ଡା ବୋଧ ହୁଏ। ଡିଜାୟାର୍ସ ବିଟର, ଆମେମାନେ ଜାଣୁ ନେଟ୍ରାମିର ସାଧାରଣତଃ ଲବଣ ପ୍ରିୟ, ଅର୍ଥାତ୍ ଲୁଣ ଖାଇବାକୁ ତାକୁ ଭଲ ଲାଗେ, କିନ୍ତୁ ଏହାର ଅନ୍ୟ ଗୋଟେ ବିଚିତ୍ର ଲକ୍ଷଣ ହେଉଛି ଏହା ପିତା ପଦାର୍ଥ ଖାଇବାକୁ ମଧ୍ୟ ଭଲ ପାଏ। ହେୟାର ଫଲ୍ ଫ୍ରମ୍ ଜେନିଟାଲ୍ସ ୱିଥ୍ ଲ୍ୟୁକୋରିଆ, ଅର୍ଥାତ୍ ଲ୍ୟୁକୋରିଆ ସହିତ ରୋଗୀର ଯୌନାଙ୍ଗରୁ କେଶ ଝଡ଼ିଯାଏ। ବନ୍ଧୁଗଣ ଆମେ ଏପର୍ଯ୍ୟନ୍ତ କେତୋଟି ହୋମିଓପାଥି ଔଷଧର ବିଚିତ୍ର ଲକ୍ଷଣମାନ ଆଲୋଚନା କଲେ। ଆଶା ଏହା ଆପଣଙ୍କୁ ଭଲ ଲାଗିବ। ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ତା ସହିତ ଲାଇକ୍ ଏବଂ ସେୟାର ମଧ୍ୟ କରିବେ। ଆପଣ ଏହି ଅଧ୍ୟାୟକୁ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆଜି ଏଇଠି ରହୁଛି, ପୁଣି ପରବର୍ତ୍ତୀ ଅଧ୍ୟାୟରେ ସାକ୍ଷାତ। ନମସ୍କାର।